ଜୟଗୁରୁ। ମୋର ପରମ ସୌଭାଗ୍ୟ ମା ମାନଙ୍କୁ କିଛି ଉଦ୍ବୋଧନ ଦେବା ପାଇଁ ମୋର ସୁଯୋଗ ଠାକୁର ପ୍ରଦାନ କରିଛନ୍ତି ଏବଂ ପରିଚାଳକ ନିର୍ଦ୍ଦେଶ ଦେଇଛନ୍ତି। ଆରମ୍ଭ କରିବା ଯେଉଁଠୁ ପୁରୁଷୋତ୍ତମାନନ୍ଦ ମହାରାଜ ଛାଡ଼ିଥିଲେ, ଯାହା ଦେବୀ ମାତୃରୂପେଣ ସଂସ୍ଥିତାମ୍, ଏଇଆ କହିଥିଲେ ଏଠି ନା ନା ଆଉ କ'ଣ କହିଲେ ମ ଏଇଆ। ସେଇ ସିଡ଼ିରେ ସର୍ବୋଚ୍ଚତମ ଅବସ୍ଥା ହେଉଛି ଯାହା ଦେବୀ ନାସ୍ତି ରୂପେଣ ସଂସ୍ଥିତାମ୍, ଯେ ନାହିଁ ଭାବରେ ମଧ୍ୟ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ଅବସ୍ଥାରେ ଅଛନ୍ତି। ଏବଂ ଯେତେବେଳେ ତନ୍ ମାତ୍ରା କଥା କୁହାହେଉଛି, ତନ୍ତ୍ର କଥା କୁହାହେଉଛି, ସେତେବେଳେ ତନ୍ ମାତ୍ରା କଥା କୁହାହେଉନି, ସେତେବେଳେ କେବଳ ତନ୍ କଥା କୁହାହେଉଛି। ତନ୍ ଶବ୍ଦର ଅର୍ଥ ଯିଏ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ। ଏବଂ ସେଇ କଥା ନେଇ ଆମେ ପୌରାଣିକ ଯୁଗରୁ ଅଳ୍ପ ଟିକେ ଆରମ୍ଭ କରିବା। ମୋର ସଂକ୍ଷିପ୍ତ ବକ୍ତବ୍ୟ, ବିଶେଷ ବକ୍ତବ୍ୟ ରଖିବି ନାହିଁ, କାହିଁକିନା ଆଜି ଆପଣମାନେ କହିବେ ଆମେ ଶୁଣିବୁ। ଆଜି ମାଆମାନେ କହିବେ ଆଉ ଆମେ ଶୁଣିବୁ। କ'ଣ ଜୀବନଟା ଯାକ ଖାଲି କହୁଥିବୁ ଆଉ ଶୁଣିବୁନି? ଯେଉଁଠିକି ଗଲେ ତ କହିବାକୁ ପଡ଼ୁଛି, ଫେରେ ଶୁଣିବ କେତେବେଳେ? ଯାଦେବୀ ନାସ୍ତି ରୂପେଣ ସଂସ୍ଥିତାମ୍, ସେ କହୁଛନ୍ତି ନାସ୍ତିର ମଧ୍ୟ ଅସ୍ତିତ୍ୱ ଅଛି, ଶକ୍ତି ଅଛି। କେମିତି ଅଛି? ହିମାଳୟରେ ଅକ୍ସିଜେନ୍ ନାହିଁ, ଆମେ ସମସ୍ତେ ଜାଣିଛେ। ଏଭରେଷ୍ଟ ଶୃଙ୍ଗରେ ଅଧାରୁ ଉପରକୁ ଅକ୍ସିଜେନ୍ ନାହିଁ। ଯାଇ ନାହିଁ ତ ନାହିଁ, ନାହିଁର ଗୋଟେ ଅସ୍ତିତ୍ୱ କୁଆଡ଼ୁ ଆସିବ? କିନ୍ତୁ ନାହିଁ ମାନେ ପ୍ରାଣ ଗଲା। ଯଦି ନାହିଁ ପ୍ରାଣ ନେବାକୁ ସମର୍ଥ, ନାହିଁର ଅସ୍ତିତ୍ୱ ଆଉ ଶକ୍ତି ନାହିଁ କେମିତି? ହେମା ଠିକ୍ ନା ଭୁଲ? ଭଲ କି ମୁଣ୍ଡ ହଲଉନ। ଆମେ ସେ ଦିଗକୁ ଯାଉନଥାଏ। ଏଇଥିପାଇଁ ଖାଲି ମହାରାଜ କହିଲେ ବୋଲି ତାଙ୍କ ସାଙ୍ଗରେ ଅତି ଘନିଷ୍ଠ ସମ୍ପର୍କ। ଯେତେବେଳେ ଆମେ ଏକାଠି ହେଉ, ହୁଏତ ସେ ଭୁଲି ଯାଆନ୍ତି ସେ ସନ୍ନ୍ୟାସୀ, ମୁଁ ଭୁଲିଯାଏ ମୁଁ ଗୃହସ୍ଥ। କେମିତି ଏକ ଅଭୁଲା ଆକର୍ଷଣରେ ଉଭୟ ଗୋଟିଏ ସମଭାବରେ ସମଯୋଗରେ ଏକତ୍ରିତ ହେଇଯାଉ ବହୁକାଳ ଧରି, ବହୁ ବର୍ଷ ହେଲାଣି। ତେଣୁ ଏ କଥାଟି କହିବାକୁ ପଡ଼ିଲା। ଆଉ ତ ବହୁତ କଥା ଅଛି, ବହୁତ କଥା ଅଛି। ଏବଂ ଦଶ ମହାବିଦ୍ୟା ରହସ୍ୟ, ତାରା ରହସ୍ୟ, ଶ୍ୟାମା ରହସ୍ୟ, ଏସବୁ ରହସ୍ୟ କଥା ଆମେ ଆଲୋଚନା କରିବାକୁ ଯାଉନାହିଁ। ମୁଁ ଖାଲି ଟିକେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହେଁ ଯେ ହିନ୍ଦୁ ଧର୍ମରେ, ସନାତନ ଧର୍ମରେ ମାତୃତ୍ୱର ଏକ ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଦିଷ୍ଟ। ଆଜ୍ ଫର୍ ଏକ୍ଜାମ୍ପଲ୍ ରାଧା ଭାବ ଚନ୍ଦ୍ରାବଳୀର ଭାବ ନୁହେଁ, ତଦିୟତା ମଦିୟତା। ହେମା ଶୁଣୁଛ ନା ନାହିଁ? ଛାଡ଼ି କ'ଣ ମୁଣ୍ଡ ବୁଲଉଛ? ତଦିୟତା ହେଉଛି ସେ ମୋର, ମଦିୟତା ହେଉଛି ମୁଁ ତାଙ୍କର। କେତେ ସୂକ୍ଷ୍ମ ବିଚାର ଉପରେ ମାତୃତ୍ୱ ପ୍ରତିଷ୍ଠିତ। କେବେ ଚିନ୍ତା କରିଛନ୍ତି? କେବେ ଚିନ୍ତା କରିଛନ୍ତି ଏତେ ସୂକ୍ଷ୍ମ ବିଚାର ହେଲା କେମିତି? କି ଫର୍ଟାଇଲ୍ ବ୍ରେନ୍ ସେ, ଯେ ଉଦ୍ଭାବନ କରିଛି। ଚନ୍ଦ୍ରାବଳୀର ଭାବ ସେ ମୋର, ହି ବିଲଙ୍ଗସ୍ ଟୁ ମି, ହି ଇଜ୍ ମାଇ ପ୍ରପର୍ଟି। ହୁ ଇଜ୍ ରାଧା? ରାଧାଙ୍କର ଭାବ ହେଲା ମୁଁ ତାଙ୍କର। ତେଣୁ ସେ କହୁଛନ୍ତି ରାଇ ମୁଁ ଧନୁଯାତ୍ରା ଦେଖିବାକୁ ଯାଉଛି, ନା ଯାଅ, ନା ମୁଁ ଫେରି ନପାରେ, ନା ନ ଫେର। ଅଷ୍ଟସଖୀ ପଚାରିଲେ ରାଇ ତତେ କହିକିରି ଗଲାଟି? ନା ହଁ। ନା ତୁ କ'ଣ କହିଲୁ? ନା ମୁଁ କହିଲି ଯାଅ। ନା ଫେର? ନା ଫେର କହିଲା ମୁଁ ନ ଫେରି ପାରେ। ମୁଁ କହିଲି ନ ଫେର। ନା ଭଲ, ତୁ କାହିଁ କଥା କହିଲୁ? ନା ସେ କ'ଣ ମୋତେ ପଚାରିଲା କି ମୁଁ ଯିବି କି ନାହିଁ? ସେ ପରା କହୁଛି ମୁଁ ଯାଉଛି। ମୁଁ ନାହିଁ କାହିଁ କରିବି?
ସେ ଯଦି ମୋତେ ପଚାରିଥାନ୍ତା ତାହେଲେ ମୁଁ ନାହିଁ କରିଥାନ୍ତି ଯା ନା। ସେ ତ କହିଲା ମୁଁ ଯାଉଛି, ମୁଁ କହିଲି ତୁ ଯା ନା, ମୁଁ ଫେରି ନପାରେ ନ ଫେରେ। ଟିକେ ବୁଲେଇ ଦେଲେ କେମିତି ବ୍ରଜ ବାଳକ ଭାବ ବ୍ରଜ ବାଳିକା ଭାବ ତଫାତ୍, ଯେଉଁଥିପାଇଁ ସାକ୍ଷ୍ୟ ଭାବାସମ୍ପନ୍ନ ବାତ୍ସଲ୍ୟ ଭାବ ସମ୍ପନ୍ନା ଏମାନେ କେହି ରାସରେ ସ୍ଥାନ ପାଇଲେ ନାହିଁ। କ'ଣ ନନ୍ଦ ଯଶୋଦା ମଧୁମଙ୍ଗଳ ସୁଦାମାଠୁ ଆଉ କେହି କୃଷ୍ଣଙ୍କୁ ଭଲ ପାଆନ୍ତି? ଭଲ ପାଇବାରେ ମଧ୍ୟ ତାରତମ୍ୟ ଅଛି, ପରିଣାମ ଅଛି, ପରିମାଣ ଅଛି। ଠିକ୍ ସେମିତି ଦ୍ରୌପଦୀ ଭାବ ସୀତା ଭାବରେ ନାହିଁ। କବରୀ ବାନ୍ଧିବି ନାହିଁ ସେ ରକ୍ତ ଆଣିକି ତୁମ କେଶରେ ନ ଲଗେଇବା ପର୍ଯ୍ୟନ୍ତ ଦ୍ରୌପଦୀ ଯାଜ୍ଞସେନୀ। ବିରାଟ ମହାଭାରତ ଯୁଦ୍ଧର ଅୟାରମ୍ଭ ଦ୍ରୌପଦୀର ଏଇ କେଶରୁ। ସୀତା ପଢ଼ଉଛନ୍ତି, ବେଶୀ ସମୟ ହେଇଯାଉନି ତ, ପଢ଼ଉଛନ୍ତି ବାଲ୍ମୀକି ଶ୍ରୀରାମଙ୍କ ବିଷୟରେ। ଯେତେବେଳେ ପଢ଼ିଲା ସୀତା ନିର୍ବାସନ, ଇଏ ଜାଣିନାହାନ୍ତି ତାଙ୍କ ବୋଉଙ୍କ ନାଁ ସୀତା। ଦି ଜଣ ଯାକ ଧନୁ ଧରି ଛିଡ଼ା ହେଲେ। ଗୁରୁଦେବ କୋଉଠି ସେ ଅଛି କୁହନ୍ତୁ, ଆମେ ଯୁଦ୍ଧ କରିବୁ। କୋଉଠି ସେ ରାମ ଅଛି? କହୁଛି ରାମ ରାଜ୍ୟ ଗୋଟା ଅବଳା ଉପରେ ଅତ୍ୟାଚାର କରିକିରି କ୍ଷତ୍ରିୟ ତ କହୁଛି, କୁହନ୍ତୁ ଆମେ ଲଢ଼ିବାକୁ ଯିବୁ। ଏଇ କଥା ସୀତା ଶୁଣିଲା ମାତ୍ରେ ତାଙ୍କ ପାଟି ବନ୍ଦ କଲେ। ଆରେ ଜାଣିନ ତମେ ରାମ କିଏ? ଆରେ ମୁଣ୍ଡିଆ ମାରି ପକା, ମୁଣ୍ଡିଆ ମାରି ପକା ଏଇଠୁ। ଯା, ଏଭଳିଆ ଲୋକକୁ ମୁଣ୍ଡିଆ ମାରିବ? ପର କଥାରେ ନିଜ ସ୍ତ୍ରୀକି ଯେ ଛାଡ଼ି ଦେଉଛି, ପରୀକ୍ଷା ପରେ ମଧ୍ୟ। ଆବସଲ୍ୟୁଟ୍ ସରେଣ୍ଡର ସୀତାର, ଆବସଲ୍ୟୁଟ୍ ସରେଣ୍ଡର। ଯାହା କହିବେ ମୋର ସେଇଆ। ସେ କହିଲେ ବନବାସ ଯା, ମୁଁ ବନବାସ ଯିବି। ତେଣୁ ସୀତା ଭାବ, ରାଧା ଭାବ, ଦ୍ରୌପଦୀ ଭାବ, ଅନୁସୂୟା ଭାବ, ସାବିତ୍ରୀ ଭାବ କେବେ ଆଲୋଚନା କରି ଦେଖିଛନ୍ତି କେତେ ସୂକ୍ଷ୍ମ ବିଚାର ଉପରେ ମାତୃତ୍ୱ ନାରୀତ୍ୱ ପ୍ରତିଷ୍ଠିତ? ଏତ ଗଲା ପୁରାଣ କଥା। ଆଉ ହେ ମା ସେମିତି ହବ ମୁଣ୍ଡ ଟିକେ। ହଁ, ଆମେ ଭାଇ ଭଉଣୀ ଟିକେ ସେମିତି ହୁଏ। ଏତେ ଗଲା ପୁରାଣ କଥା। ଦୁଇ ଜଣ ନାରୀଙ୍କର କଥା ମୁଁ ଆପଣଙ୍କ ଆଗରେ ରଖିବା ପାଇଁ ଚାହେଁ ଯେ ନାରୀ ଅବଳା ନୁହେଁ, ଦୁର୍ବଳା ନୁହେଁ, ମହାଶକ୍ତି ଧାରିଣୀ। ଯୋଡ଼ିଏ କଥା ଉଦାହରଣ ଦେବା ପାଇଁ ଚାହେଁ। ମହାତ୍ମା ଗାନ୍ଧୀକୁ ଜେଲରେ ପୁରେଇ ଦିଆଗଲା, ସୁଭାଷ ବୋଷକୁ ଜେଲରେ ପୁରେଇ ଦିଆଗଲା, ପଟ୍ଟାଭି ସୀତାରାମಯ್ୟାକୁ ଜେଲରେ ପୁରେଇ ଦିଆଗଲା। ପତାକା ଉତ୍ତୋଳନ କରେଇ ଦିଆଯିବ ନାହିଁ, ବ୍ରିଟିଶ ଗଭର୍ଣ୍ଣମେଣ୍ଟର ନିୟମ। ଦିଲ୍ଲୀର କଂଗ୍ରେସ ଅଫିସରେ ପତାକା ବନ୍ଧା ହେଇ ଥୁଆ ହେଇଛି, ଚାରିପଟ ଘେରିକି ରହିଛନ୍ତି ବ୍ରିଟିଶ ସୈନିକ। ସାହସ କରୁନାହାନ୍ତି କେହି ତା ଭିତରକୁ ଯିବା ପାଇଁ, କାରଣ ଯିବା ଅର୍ଥ ହିଁ ମୃତ୍ୟୁ। ହଠାତ୍ ଦେଖାଗଲା ପତାକାଟା ଉଡୁଛି। ଏଇଟା କେମିତି ଉଡୁଛି? ଗୋଟେ ଛୋଟ ପିଲା ଗୁରୁଣ୍ଡି ଗୁରୁଣ୍ଡିକି ଯାଇକି ପତାକାଟାକୁ ଟାଣିଦେଲା, ପତାକାଟା ଉଡ଼ିଲା। ନାରୀର ମାତୃତ୍ୱ ନାରୀତ୍ୱ ଦେଖନ୍ତୁ। ଜାଣନ୍ତି ସେ ଛୋଟ ପିଲାର ନାଁ କ'ଣ? ଅରୁଣା ଆସଫ-ଅଲ୍ଲୀ। ଅରୁଣା ଆସଫ-ଅଲ୍ଲୀ ଗୁରୁଣ୍ଡି ଗୁରୁଣ୍ଡିକି ଯାଇକି କହିଲା, ହଁ ଜେଲରେ ତ ମୋ ବାପୁକୁ ପୁରେଇଛ, ମାନେ ବାପୁ କହୁଛନ୍ତି ଗାନ୍ଧୀ। ବାପୁ ତ ଜେଲ ଯାଇଛି, ମୁଁ ବି ଯିବି, ମୁଁ ଭିଡ଼ି ଦେବି। ଏଡ଼ିକିଟିଏ ଛୁଆ, କାହାର ନଜର ନାହିଁ, ଗୁରୁଣ୍ଡି ଗୁରୁଣ୍ଡିକି ଯାଇ ଭିଡ଼ିଦେଲା। ଏଇ ଭାରତ ବର୍ଷର ନାରୀ କ'ଣ ନ କରିଲା? ପୁଣି ଆସୁଇଜ୍ କ୍ୟାମ୍ପ ପୋଲାଣ୍ଡର, ଯେଉଁଠି ଜିଉମାନଙ୍କୁ ହତ୍ୟା କରାଯାଉଥିଲା, ଇହୁଦୀମାନଙ୍କୁ ହତ୍ୟା କରାଯାଉଥିଲା ଲକ୍ଷ ଲକ୍ଷ ସଂଖ୍ୟାରେ।
ସେଠି ଗୋଟିଏ ଝିଅ 22-24 ବର୍ଷର ଝିଅ ନଖ ଛାଡ଼ିଦେଲା। ସମସ୍ତେ ଭାବିଲେ ବୋଧେ ଷ୍ଟାଇଲ କରିକିରି ନଖ ଛାଡ଼ିଛି ଆଉ, କିନ୍ତୁ ସେ ରାତି ଅନିଦ୍ରା ହେଇ ରାତି ଯାକ ତା ଚଟାଣ ତଳ ରାମ୍ପିବା ଆରମ୍ଭ କଲା ଏବଂ ସୁଡ଼ଙ୍ଗ ତିଆରି କଲା ଏବଂ ସେହି ସୁଡ଼ଙ୍ଗ ବାଟରେ ସେ ବାହାରକୁ ଆସିଲା। ପାଦରେ ଚାଲି ଚାଲି ପୋଲାଣ୍ଡରୁ ରଷିଆ ଦେଇ ଆଫଗାନିସ୍ତାନ ଦେଇ ଇରାନ ଦେଇ ପହଞ୍ଚିଲା ଇସ୍ରାଏଲରେ। ଜାଣନ୍ତି ସେ ଝିଅର ନାଁ କ'ଣ? ଗୋଲ୍ଡା ମେୟାର। এই ଗୋଲ୍ଡା ମେୟାର ହେଲେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲର। ପ୍ରଥମ ପ୍ରଧାନମନ୍ତ୍ରୀ ବେନ୍ ଗୁରିୟନ, ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲର ଜଣେ ନାରୀ। ଏବଂ ସେ ଇସ୍ରାଏଲକୁ ରକ୍ଷା କଲା। 7ଟା ରାଷ୍ଟ୍ର ସାଙ୍ଗରେ ଏକାବେଳକେ ଯୁଦ୍ଧ ହେଲା, ଇସ୍ରାଏଲ ଜିତିଲା। ସେ ଯୁଦ୍ଧର ନାଁ ହେଉଛି 7 days ୟୁମ୍ କୁପର ୱାର। ଏ ତ ଗଲା 300-400 ବର୍ଷ 300 ବର୍ଷ ତଳର କଥା। ଏବେ 25 ବର୍ଷ 20 ବର୍ଷ ଭିତରର କଥା। ପାକିସ୍ତାନର ଗୋଟିଏ ଝିଅ ପାଠ ପଢ଼ିବାକୁ ଭାରି ଆଗ୍ରହୀ। ଭାଇ କ'ଣ ଖରାପ ଅଛି ପାଠ ପଢ଼ିବାରେ? କିନ୍ତୁ ସେଠିକାର ଯେଉଁମାନେ ସନ୍ତ୍ରାସବାଦୀ ଥିଲେ ସେମାନେ କହିଲେ କୋରାନରେ ନାହିଁ ଯେ ମୁସଲମାନ ଝିଅ ପାଠ ପଢ଼ିବ। ସେ ଝିଅ ଯାଉଛି ବସ୍ରେ, ଗୁଳି ଚଲେଇଲେ। 7-8 ଜଣ ମରିଗଲେ, ଛୋଟ ପିଲା। ସ୍କୁଲ ବସ୍। କ୍ୟାନ୍ ୟୁ ଇମାଜିନ୍? ୟା ଦେହରେ 4ଟା ଗୁଳି ବାଜିଲା। ଏକୁ ମେଡ଼ିକାଲ ନେଇକରି ଗଲେ ଏବଂ ମେଡ଼ିକାଲରେ ସେ ଗୁଳି ବାହାରିଲା। ମାସେ ମେଡ଼ିକାଲରେ ରହିଲା। ତାପରେ ତାକୁ ଏସ୍କର୍ଟ ଦେଇକରି ପାକିସ୍ତାନ ଗଭର୍ଣ୍ଣମେଣ୍ଟ ତା ଘରକୁ ପଠାଇଲେ। ଘରକୁ ପଠାଇଲା ବେଳକୁ ସେ ଛକରେ କହିଲା ଟିକେ ଗାଡ଼ି ରଖ, ଟିକେ ଏପଟେ ବୁଲେଇ ଦିଅ, ସ୍କୁଲ ବାଟେ ନେଇଯା, ମୁଁ ଟିକେ ସ୍କୁଲକୁ ଦେଖିଦେବି। କେତେ ଦିନ ହେଲାଣି ମୁଁ ସ୍କୁଲ ଦେଖିନି। ତାଙ୍କ ନାଁ ଆପଣମାନେ ସମସ୍ତେ ଜାଣିଥିବେ, ପେପରରେ ବାହାରୁଥିଲା ଏବଂ ୟୁଏନ୍ଓର ପ୍ରାଇଜ୍ ପାଇଲା ମଲାଲା। ନାରୀଙ୍କର ବୀରତ୍ୱରେ, ନାରୀଙ୍କର ଅବଦାନରେ କିଛି କମ୍ ନାହିଁ, କିଛି କମ୍ ନାହିଁ। ଆଉ ଲାଟେଷ୍ଟ ତ କହିବି ଜର୍ମାନର ଯିଏ ଆସିଥିଲେ ୟୁରୋପିଆନ୍ ପ୍ରେସିଡେଣ୍ଟ ଉରାସା, ଏବେ ତ ହେଇଛି, ଏବେ ହେଇଛି। ତୁମେ ଶୋଇପଡ଼ିବ, ବନ୍ଦ କରିଦିଅ। ଏବେ ହେଇଛି, ଖୁବ୍ କମ୍ ଦିନ ତଳେ ହେଇଛି। ମୋର ମା'ମାନଙ୍କୁ ନିବେଦନ, ମୋର ବକ୍ତବ୍ୟ ବେଶୀ ରଖିବି ନାହିଁ। ଠାକୁରଙ୍କ ଭାବଧାରା ଆମେ ଆସ୍ତେ 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 ଆସୁଛେ। ଠାକୁରଙ୍କ ଭାବଧାରାର ସୁରକ୍ଷାକାରିଣୀ ଠାକୁର ଜାଣିଛନ୍ତି ମା' ମାନେ। ବଲାଇଦାଙ୍କର ଭାରି ପ୍ରିୟ କୁନା, ଆମ କୁନା ମା। କୁନା କହିଲେ ଲୋକ ଚିହ୍ନି ପାରିବେନି। ମୁଁ ବି ତାଙ୍କୁ ଭଲ ପାଏ। 2 ଜଣଙ୍କର ବହୁତ ସାଙ୍ଗ। 2 ଜଣ ମିଶିକରି ପାନ ଖାଉ, ସେ ବାନ୍ତି ଉଛାଳ କରି ପଡ଼ନ୍ତି, ମୁଁ ବୁଲେ। ତାଙ୍କ ଫାଦର ଯେତେବେଳେ ଥିଲେ ଇଷ୍ଟ ବେଙ୍ଗଲରେ, ସେତେବେଳେ ଠାକୁର ଯାଇଥିଲେ ତାଙ୍କ ଘରକୁ। ବହୁତ ଥର ଯାଇଛନ୍ତି, ବହୁତ ଥର। ଛୋଟ ଛୋଟ ଝିଅ, 12 ବର୍ଷ 13 ବର୍ଷର ଝିଅମାନେ ସେତେବେଳେ ବାହା ହେଇଯାଉଥିଲେ। ସତ୍ୟଜିତ ରାୟର ବାଲିକା ବଧୂ, ପାଥେର ପାଞ୍ଚାଲି, ମହାନଗରୀ ଦେଖିଛ ନା ନାହିଁ? ମୋ ଜୀବନ ବୃଥା। ନ୍ୟାଚୁରାଲିଟି ଇନ୍ ଆକ୍ସନ୍ ଦେଖିବା କଥା। ଶ୍ୟାମ ବେନେଗାଲ ଆଉ ସତ୍ୟଜିତ ରାୟ, ଏମାନଙ୍କର ଦେଖିବା କଥା।
ঠাকুর যাইছেন, সে ছোট ছোট পিলা কৌছেন ঠাকুর ঠাকুর জানলেন তো আমাদের বিয়ে হচ্ছে। কেমন? এই যে সন্ন্যাসী মহারাজ, আমি বাংলা বলতে পারি, আপনি জানেন তো। আর যদি কোথায় রোগঠোক থাকে আপনি একটু সংশোধন করে ফেলবেন। কেমন? আপনি তো আছেন। তারা যখন বলল যে আমাদের বিয়ে হচ্ছে, ঠাকুর বলল তাই তো ভালো। না ভালো কি ঠাকুর, তারা যদি পুজো করতে না দেয়, সেমানে যদি ଶାଶୁଘରକୁ ଗଲା ପରେ ତମ ଫଟୋ ପୂଜା କରିବାକୁ ନ ଦିଅନ୍ତି, ନା କରିବି ନା କରିବନି? ନା ଏ କି ଠାକୁର, ପୂଜା ନା କରିକି ଥାକାଯାଏ? ପୂଜା ନ କରି କ'ଣ ରହି ହୁଏ? ଆମେ ଏଠି କହୁଛି ମା ଆଜି ଟିକେ ଚଳେଇ ଦିଅ, ମୋର ବହୁତ କାମ ଅଛି। ପୂଜା କେମିତି ନ ହେବ ସେଥିପାଇଁ ଆମେ ବ୍ୟସ୍ତ। ଛୋଟ ଝିଅ କହୁଛନ୍ତି ପୂଜା ନ କରି କ'ଣ ରହିହେବ? ঠাকুর କ'ଣ କହିଲେ? ঠাকুর କହିଲେ শুন, একটা কাজ করিস, সন্ধ্যার সময় যখন টাইম পাবে 1 মিনিটের জন্যে আমার এই রূপটাকে ধ্যান করবে, যা তোদের হয়ে যাবে। মহারাজ শুনছেন তো? তাদের জন্য 100% রিবেট, আর ছেলেদের জন্যে, আমাদের জন্যে 22% GST। ମାଙ୍କ ପାଇଁ ଠାକୁରଙ୍କର 100% ହେଉଛି ରିବେଟ୍, ଆଉ ଭାଇମାନଙ୍କ ପାଇଁ ଠାକୁରଙ୍କର ହେଉଛି 22% GST, ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ। ପାନେ ପାଆନ୍ତୁ। ମହିଳା ସଭା ଆଟେଣ୍ଡ କରିବାକୁ ଆଇଛନ୍ତି, ପାନେ ପାଆନ୍ତୁ। କାହିଁକି? ଠାକୁରଙ୍କର କ'ଣ ପାର୍ସିଆଲିଟି ଅଛି? ନା। ମା ମାନଙ୍କର ଦାୟିତ୍ୱ ହେଉଛି ନିଜ ପରିବାର, ନିଜ ଘର ଭିତରେ ଏଭଳି ଭାବରେ ସୃଷ୍ଟି କରିବେ ଯେଉଁ ସନ୍ତାନ ଦିଗ୍ବିଜୟୀ ହେବ, ଏବଂ ସେହି ସନ୍ତାନ ଦିଗ୍ବିଜୟୀ ହେବା ପାଇଁ ଆପଣମାନଙ୍କର ସାହାଯ୍ୟ ସହଯୋଗରେ ସମଗ୍ର ବିଶ୍ୱରେ ଠାକୁରଙ୍କର ବାଣୀ, ଠାକୁରଙ୍କର ଭାବଧାରା ପ୍ରସାର କରିବ। ଆଜି ସେ ସମୟ ଆସିଛି। ଆଜି ମା ମାନେ ଆଉ ଅବଳା ହେଇ ରହିଗଲେ ଚଳିବ ନାହିଁ। ଆଜି ଠାକୁରଙ୍କ ଭାବଧାରାକୁ ନିଜ ଘରେ, ନିଜ ଜୀବନରେ ଫୁଟେଇ ଉଠିବାକୁ ପଡ଼ିବ, ଏବଂ ସେହି ଭାବଧାରାକୁ ଆଚରଣ ମାଧ୍ୟମରେ ସମଗ୍ର ବିଶ୍ୱରେ ପ୍ରଚାର କରିବାକୁ ହେବ। ଏ ସମୟ ଉପସ୍ଥିତ ହେଇଛି ଆଜି ପୃଥିବୀର ଘଡ଼ିସନ୍ଧି ମୁହୂର୍ତ୍ତରେ। ଆଜି ଦେଶ ଭିତରେ କୌଣସି ମୁହୂର୍ତ୍ତରେ ଇରାନ ସହିତ ଆମେରିକାର ଯୁଦ୍ଧ ଲାଗିପାରେ। ୟୁକ୍ରେନ ରଷିଆ ଯୁଦ୍ଧ ଚାଲିଛି, ତାଇୱାନ ଆଉ ଚାଇନା କେବେ ବି ଲାଗିଯିବ ଠିକଣା ନାହିଁ। ଏକମାତ୍ର ଠାକୁରଙ୍କ ବାଣୀ ସନାତନ ଧର୍ମ ରକ୍ଷା କରିବ ପୃଥିବୀକୁ, ଅନ୍ୟ ଉପାୟ ନାହିଁ। It is not Brahmos which can save you, it is the Namo which can save you. ଚିନ୍ତା କରନ୍ତୁ। ତେଣୁ ପରିଶେଷରେ ମା ମାନଙ୍କ ଚରଣରେ ଗୋଟିଏ ଛୋଟିଆ ହିନ୍ଦୀ କଥା ନିବେଦନ କରିବାକୁ ଚାହେଁ 1 ମିନିଟ୍ ଭିତରେ, ଯେ ନିଜକୁ ଦୁର୍ବଳ, ହୀନ ବା ଭକ୍ତିହୀନ କେବେ ହେଲେ ମନେ କରିବେ ନାହିଁ। ଠାକୁରଙ୍କର ଅତ୍ୟନ୍ତ ପ୍ରିୟ ପାତ୍ର ଆପଣମାନେ, ତାଙ୍କର ଦୃଷ୍ଟି ପ୍ରତ୍ୟେକ ମାଙ୍କ ଉପରେ ନିବଦ୍ଧ ଅଛି। ଯଦି କେହି କେବେ ଅନ୍ୟାୟରେ କେଉଁ ମାକୁ ଗାଳି ଦିଏ, ତାହେଲେ ସବୁଠୁ ବେଶୀ ବାଧେ ଠାକୁରଙ୍କୁ ଭାଇମାନେ ମନେ ରଖିବେ। ଯଦି ଅଯଥାରେ କେଉଁ ମାଙ୍କୁ ଆପଣ ଗାଳି ଦିଅନ୍ତି ବା ତାଙ୍କର ମର୍ଯ୍ୟାଦା ହାନି କଥା କୁହନ୍ତି, ତାହେଲେ ଠାକୁରଙ୍କୁ ବାଧିବ। ସେଇଥିପାଇଁ ସଦ୍ଗୁରୁ ଇଲାକା ନାମେ କାଟିଅଛ ଘେର। ଏ ଘେର ଭିତରେ ପ୍ରକୃତିର ପ୍ରବେଶ ନାହିଁ। ପୁରୁଷ କଥା ଛାଡ଼। ପଦେ ଆପଣମାନଙ୍କୁ ଚରଣରେ ନିବେଦନ କରି ମୋର ବକ୍ତବ୍ୟ ସାଙ୍ଗ କରୁଛି। ହିନ୍ଦୀରେ କଥାଟି ଅଛି, ମୋତେ କ୍ଷମା କରିବେ। मानते हैं वो तलवार पुरानी थी, मानते हैं वो तलवार पुरानी थी, मगर खूब लड़ी मर्दानी वो झांसी वाली रानी थी।
अरे से तलवार पुराना है कथा आम मान कर स्वीकार करुचु कि से तलवार एमती लड़िला से झील बोका करदेला पृथ्वी की कहीं ना से झांसी राणी थेला जे निज जीवन निज शिशुपुत्र जीवन देकरी सरेंडर कला नहीं। ये हूँ भारतर परंपरा, ये हूँ भारतीय नारी आदर्श। ठाकुर चरण कमल प्रार्थना। ठाकुरे आमे संस्कृत शिखिना, आमे मंत्र जाना, आम गोटे मंत्र शिखीचु ता ना है जय गुरु। आमे जोग शिखिना, आमे आसन शिखिना, आमे प्राणायाम शिखिना, टू रेगुलेट द इनसाइड एयर आमे जाना। आमे जोग बोली जाचु विरासन ले बसवा। तेणु हे कृपानाथ, हे दयार सागर, हे अहेतुकी कृपा सिंधु, हे प्रेम पारावार, हे प्रेम कल्पतरु, आपण चरण कमल ऊर्ध्व वायु हे प्रार्थना करुचु। माँ माने भाई माने मिसिके ठाकुर कृपा करो, कृपा करो, कृपा व्यतीत गत्यंतर नाही। कृपा करो आमको तम मन लाखी सेवक सेविका करी तोली नियो। ठाकुर तोली नियो। जय गुरु, जय गुरु।